हेलो फ्रेंड गुड मॉर्निंग ଆପଣ ଦେଖନ୍ତୁ ଓଡ଼ିଆ ଆଦର୍ଶ ଟିଭି ଆଜି 9 ଡିସେମ୍ବର ଜାଣନ୍ତୁ ଏଇନେ ବାହାରିବ ସବୁଜି ଟପ୍ ନ୍ୟୁଜ୍ ଅପଡେଟ୍ ଦେଶ ବିଦେଶ ଆରମ୍ଭ କରି ଓଡ଼ିଶା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନିର୍ଭର ହେବା ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରିବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିବେ ଯାହାଦ୍ୱାରା ଆପଣ ସର୍ବପ୍ରଥମେ ଟପ୍ ନ୍ୟୁଜ୍ ଅପଡେଟ୍ ଜାଣିପାରିବେ ଚାଲନ୍ତୁ ଦେରି କରି ଖବର ଉପରେ ନଜର ପକାଇବା ପ୍ରତି ଖବର ପାକିସ୍ତାନର ଇତିହାସ ରଚିଲା ହିନ୍ଦୁ ଅଧିକାରୀ ପାକିସ୍ତାନରେ ସଂଖ୍ୟାଲଘୁ ସମୁଦାୟର ଦକ୍ଷ ଯୁବକ ଯୁବତୀ ବିଶେଷ କରି ହିନ୍ଦୁ ସମ୍ପ୍ରଦାୟ ପ୍ରତିବନ୍ଧନ ଭାଙ୍ଗି ବଡ଼ ସଫଳତା ହାସଲ କରୁଛନ୍ତି। ରାଜେନ୍ଦ୍ର ମେଘୱାଲ ସେମାନଙ୍କ ମଧ୍ୟରୁ ଅନ୍ୟତମ। ପାକିସ୍ତାନ ପୁଲିସ ସେବାରେ ଯୋଗ ଦେଇଥିବା ପ୍ରଥମ ହିନ୍ଦୁ ଅଧିକାରୀ ହୋଇ ରାଜେନ୍ଦ୍ର ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ଶିଖ ପ୍ରସିଦ୍ଧର ଗ୍ରାମାଞ୍ଚଳ ତଥା ଆର୍ଥିକ ଦୃଷ୍ଟିରୁ ପଛୁଆ ଅଞ୍ଚଳର ବାସିନ୍ଦାରୁ ଆସିଥିବା ରାଜେନ୍ଦ୍ର ମେଘୱାଲ ସିଭିଲ ସର୍ଭିସେସ୍ ପରୀକ୍ଷା ପାସ୍ କରିବା ପରେ ପୁଲିସ ଫୋର୍ସରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ। ନିଜ ସମ୍ପ୍ରଦାୟର ସେବା କରିବାର ଦୀର୍ଘ ଦିନର ସ୍ୱପ୍ନକୁ ପୂରଣ କରି ସେ ଗର୍ବିତ ବୋଲି କହିଥିଲେ। ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ସହିତ ମେଘୱାଲ ପ୍ରମାଣ କରିଛନ୍ତି ଯେ ସଂଖ୍ୟାଲଘୁ ସମୁଦାୟର ହୋଇଥିଲେ ମଧ୍ୟ ସଫଳତା ହାସଲ କରାଯାଇପାରିବ। ପରବର୍ତ୍ତୀ ଖବର ସୋହେଲାରେ ଚାଷୀଙ୍କୁ 800 ଟଙ୍କା ଇନପୁଟ ସବସିଡି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ଚାଷୀଙ୍କ ଖାତାକୁ ଗଲା 800 ଟଙ୍କା ଲେଖାଏଁ ଇନପୁଟ ସବସିଡି। ଆଜି ବରଗଡ଼ ସୋହେଲା ସମାବେଶରେ ଚାଷୀଙ୍କୁ ଇନପୁଟ ସହାୟତା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦ୍ର ସରକାରଙ୍କ 2300 ଟଙ୍କା ଏମଏସପି ସହିତ ରାଜ୍ୟ ସରକାରଙ୍କ 800 ଟଙ୍କା ଇନପୁଟ ସହାୟତା ଚାଷୀଙ୍କ ଖାତାକୁ ଯାଉଛି। ପରବର୍ତ୍ତୀ ଖବର କୃଷକଙ୍କ ପାଇଁ ବଡ଼ ଘୋଷଣା। କାରଣ ଚାଷୀଙ୍କ ଖାତାକୁ ଗଲା 3100 ଟଙ୍କା। ସବସିଡି ପାଇଲେ ହଜାର ହଜାର ଚାଷୀ। ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ଖୁସି ଖବର 3100 ଟଙ୍କାରେ ଧାନ କିଣିଲେ ସରକାର। 2300 ଟଙ୍କାର ସହାୟତା ମୂଲ୍ୟ ସହିତ 800 ଟଙ୍କାର ଇନପୁଟ ସବସିଡି ମିଶାଇ ମୋଟ 3100 ଟଙ୍କା ପାଉଛନ୍ତି ଚାଷୀ। ଐତିହାସିକ ମୁହୂର୍ତ୍ତର ସାକ୍ଷୀ ରହିଲା ବରଗଡ଼ ସୋହେଲାର ଇଛାପାଲି। ସୋହେଲା ସମାବେଶରେ ଇନପୁଟ ସବସିଡି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପରବର୍ତ୍ତୀ ଖବର ପୁରୀ ଖଜା ନକଲୀକୁ ନେଇ ଅସନ୍ତୋଷ। ପରିଚୟ ଖୋଜୁଛି ଶହ ଶହ ବର୍ଷର ପୁରୁଣା ଖଜା ପୁରୀ ଖଜାକୁ ଏଯାଏଁ ମିଳିପାରିନି ମାନ୍ୟତା। ମହାପ୍ରଭୁଙ୍କ ପ୍ରିୟ ଖାଦ୍ୟ ଖଜା ସୁସ୍ୱାଦୁ ଆଉ ସ୍ୱତନ୍ତ୍ର। ଶତାଧିକ ବର୍ଷର ପୁରୁଣା ଏହି ଖଜା କେବଳ ପୁରୀରେ ହିଁ ମିଳେ। ଶ୍ରୀକ୍ଷେତ୍ରର ପ୍ରାୟ ସବୁ ସାହିରେ ଖଜା ମିଳେ। କିନ୍ତୁ ଏହି ଖଜା ଆଜି ପରିଚୟ ବଜାୟ ରଖିବା ପାଇଁ ସଂଘର୍ଷ କରୁଛି। ସରକାରୀ ସ୍ତରରେ ନା ମିଳୁଛି ପ୍ରୋତ୍ସାହନ ନା ମାନ୍ୟତା। ପରବର୍ତ୍ତୀ ଖବର 2025 କ୍ୟାଲେଣ୍ଡର ବର୍ଷ ପାଇଁ ସ୍କୁଲ ଛୁଟି ଘୋଷଣା। 42 ଦିନ ବନ୍ଦ ରହିବ ସ୍କୁଲ ତାଲିକା ଜାରି କଲେ ରାଜ୍ୟ ସରକାର। କାରଣ 2025 କ୍ୟାଲେଣ୍ଡର ବର୍ଷ ପାଇଁ ମାଧ୍ୟମିକ ସ୍କୁଲ ଛୁଟି ତାଲିକା ଘୋଷଣା କରିଛନ୍ତି ରାଜ୍ୟ ସରକାର। ତେବେ 2025ରେ ମୋଟ 42 ଦିନ ସ୍କୁଲ ଛୁଟି ରହିବ। ସେଥିମଧ୍ୟରୁ 9 ଦିନ ସ୍କୁଲରେ ଉତ୍ସବ ପାଳନ କରାଯିବ। ପରବର୍ତ୍ତୀ ଖବର ଆଜି ରାଜସ୍ଥାନ ହରିୟାଣା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ବୀମା ସଖୀ ଯୋଜନାର କରିବେ ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ରାଜସ୍ଥାନ ଓ ହରିୟାଣା ଗସ୍ତ କରିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଜୟପୁର ପ୍ରଦର୍ଶନ ଓ ସମ୍ମିଳନୀ କେନ୍ଦ୍ରରେ ଅନୁଷ୍ଠିତ ଜାଗ୍ରତ ରାଜସ୍ଥାନ ବିଶ୍ୱ ସମ୍ମିଳନୀ 2024ର ଉଦ୍ଘାଟନ କରି ସମବେତ ଜନତାଙ୍କୁ ଉଦ୍ବୋଧନ ଦେବେ। ଅପରାହ୍ନରେ ପ୍ରଧାନମନ୍ତ୍ରୀ ପାନିପଥଠାରେ ବୀମା ସଖୀ ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ପରବର୍ତ୍ତୀ ଖବର ଏବେ କରୋନା ନେଉଛି ଜୀବନ। ପ୍ରତି ସପ୍ତାହରେ ନେଉଛି କରୋନା ଲକ୍ଷ ଲକ୍ଷ ଜୀବନ। କାରଣ WHO ଅନୁଯାୟୀ କରୋନା ଭାଇରସ ପ୍ରତି ସପ୍ତାହରେ 700 ଲୋକଙ୍କୁ ହତ୍ୟା କରୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶ୍ଚର୍ଯ୍ୟଜନକ ରିପୋର୍ଟରେ କୁହାଯାଇଛି। ପରବର୍ତ୍ତୀ ଖବର ଗତ 3 ବର୍ଷ ମଧ୍ୟରେ ପୁରୀ ଜଗନ୍ନାଥ ମନ୍ଦିରକୁ ମିଳିଛି ଏତିକି ଦାନ ଖୁଲାସା କଲେ ସରକାର। ପୁରୀର ଜଗନ୍ନାଥ ମନ୍ଦିର ଦେଶ ବ୍ୟତୀତ ସାରା ଦୁନିଆରେ ପ୍ରସିଦ୍ଧ। 3 ବର୍ଷ ମଧ୍ୟରେ ଶ୍ରୀମନ୍ଦିରକୁ ମିଳିଥିବା ଦାନ ବିଷୟରେ ବିଧାନସଭାରେ ଖୁଲାସା କରାଯାଇଛି। ତେବେ ଏହି ପ୍ରଶ୍ନର ଲିଖିତ ଉତ୍ତରରେ ପୃଥ୍ୱୀରାଜ ହରିଶ୍ଚନ୍ଦ୍ର କହିଛନ୍ତି ଯେ
ମନ୍ଦିରକୁ 2021-22ରୁ 2023-24 ପର୍ଯ୍ୟନ୍ତ ଦାନ ବାକ୍ସରେ 40.61 କୋଟି ଟଙ୍କା, ବ୍ୟାଙ୍କ ଖାତା ମାଧ୍ୟମରେ 59.79 କୋଟି ଟଙ୍କା ଏବଂ ଅନ୍ୟ ଉତ୍ସରୁ 12.70 କୋଟି ଟଙ୍କା ମିଳିଛି। ପରବର୍ତ୍ତୀ ଖବର ଭଦ୍ରକରେ 37 ଖୋଲିବ ମଣ୍ଡି, ଚାଷୀଙ୍କୁ ମିଳିବ 800 ଟଙ୍କା ଇନପୁଟ ସହାୟତା। କାରଣ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ଚାଷୀଙ୍କୁ ମିଳିବ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଇନପୁଟ ସହାୟତା ରାଶି। ତେବେ ଭଦ୍ରକ ଜିଲ୍ଲାରେ 27 ତାରିଖରୁ 2024-25 ମସିହା ପାଇଁ ଧାନ କ୍ରୟ ଆରମ୍ଭ ହେବ। ଝୋଟ ଆଖାରେ ଏଥର ଧାନ କ୍ରୟ ହେବ। ତେବେ ପଞ୍ଜୀକୃତ କରୁଥିବା ଚାଷୀଙ୍କୁ ମେସିନ ମାଧ୍ୟମରେ ଧାନ କ୍ରୟ ତାରିଖ ବିଷୟରେ ଅବଗତ କରାଯିବ। ପରବର୍ତ୍ତୀ ଖବର ଆଜି ରାଜ୍ୟରେ 17 ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଆଜି ରାଜ୍ୟର 17 ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଦକ୍ଷିଣ ପୂର୍ବ ଅଭ୍ୟନ୍ତରୀଣ 10 ତାରିଖ ପର୍ଯ୍ୟନ୍ତ ମେଘୁଆ ପାଗ ରହିବାକୁ ଥିବା ବେଳେ ଦକ୍ଷିଣ ପଶ୍ଚିମ ଅଭ୍ୟନ୍ତରୀଣ 8ରୁ 9 ତାରିଖ ଆଂଶିକ ଏବଂ ପଶ୍ଚିମ ଓ ଉତ୍ତର ଅଭ୍ୟନ୍ତରୀଣରେ 9ରୁ 10 ଆଂଶିକ ମେଘୁଆ ରହିପାରେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବେ, ଯାହାଦ୍ୱାରା ଟପ୍ ନ୍ୟୁଜ୍ ଅପଡେଟ୍ ଜାଣିପାରିବେ।